ସେ ଗୋଟେ କେଉଟ ଯେମିତି ଯାଇ ଗଙ୍ଗା କୂଳରେ ଯାଇଛି ଦିଟା ମାଛ ଆଣିଲେ ବିକାବିକି କଲେ ଘର ଚଳିବା ପାଇଁ, ବୁଝିପାରିଲେ ନା। ସେ ବଙ୍ଗାଳୀ ଧୀରେ କେଉଟ ନାଠି ପକେଇଲା ଖୁଲୁଖୁଲିଆ ପବନ ଯେତେବେଳେ ଆଇଲା ଆକାଶକୁ ଅନେଇ ଭାରି ପବନ ଭାରି ମଜା ଲାଗୁଛି। ଆଉ ସେଠି ବହି ଢୁଳଉଛି ଆଉ ନାଠି କଣ୍ଟା ଫଣ୍ଟା ସବୁ ମାଛ ଟାଣିକି ନେଇଗଲେ, ଯୋଉ ବଂଶୀ କଣ୍ଟା ପକଉଛନ୍ତି। ତା ସ୍ତ୍ରୀ କହିଲା ରେ ସକାଳୁ ଗଲାଣି ଦିନ 2ଟା ହେଲାଣି, ଇଏ ଆଣି ଆଜି ରୋଷେଇ ପିଲାମାନେ ଭୋକର ଅଛନ୍ତି, କୁଆଡେ ଗଲା ଯୋଗିନିକିଆ। ଯାଇ ପହଞ୍ଚିଲା ବେଳକୁ ଢୁଳଉଛି। ଏ 2ଟା ଥାପଡ଼ ଏମିତି ସ୍ନେହର ଥାପଡ଼ 2ଟା ଦେଲା ପରେ ଜମିଗଲା। সে তাম কইল আগো ঘুমাছে কেন গেল তো গেল, বাড়িতে যাব না, উঠো জাগো, ওর কথা ঘুমাইবে। এটা ঘুমাউছ কোন? পিলার কথা মনে পড়ুনি? সন্ধ্যা হেলানি, অস্ত হেবারে এ জীবনর সন্ধ্যা আসিলানি। ঠাকুরঙ্ক সহিত যোগসূত্রে রইবনি ঢুড়ৌছ। উত্তিষ্ঠত জাগ্রত ভাব্যবরান নিবদ্ধত ক্ষীরস্য ক্ষীরধারা নিশ্চিতা দুরত্বয়া দুর্গম সংসার অথস্তাৎ কবয়ো বদন্তি। আরে মଣିষ টিকে জাগি যা, ঠাকুরଙ୍କ ଆଡେ ଟିକେ ମନ ଲଗା, ନହେଲେ ଜୀବନ ବେକାର ହେଇଯିବ। ଜୀବନ ସନ୍ଧ୍ୟା ନଈ ନଈ ଆସିଲାଣି କେତେବେଳେ। ଓହି ଜାନାତି କସ୍ୟାତ ମୃତ୍ୟୁକାଲମ୍ ଭବିଷ୍ୟତି, କିଏ ଜାଣିଛି କେତେବେଳେ ମରିବ। ତେଣୁ ତୁରନ୍ତ ଯାହା କରିବା କଥା କର, ନହେଲେ ବେକାର ହେଇଯିବ। କାରଣ ଧରିଛି କାଳ, ପଛପଟ ଅଛି କୁକୁଡ଼ା ମୋଡ଼ିଲା ଭଳି ଚିପିଦବ, ବଟର ଚିକେନ କରି। ହଁ আরে উড়ুছি কালো সঞ্চার, এ উড়ুছি কালো সঞ্চার, আউ মনে নাহি কি মনে নাহি আউ এড়িকি রে মন ভুলু কাহি, আউ এড়িকি রে মন ভুলু কাহি। এ উড়ুছি কালো সঞ্চার, উড়ুছি কালো সঞ্চার, মনে নাহি কি আউ এড়িকি রে মন ভুলু কাহি। আরে সে দিটা হি তোর সর্বস্ব নষ্ট করে দেলেনি, সংসার আশা কামনা তাকে হানি পকা। সে দিটা হচ্ছে পক্ষীর, মଣିষ পক্ষীর দিটা না, সে তড়ুক তড়ুক নেই নই নইছে হানি দেই কামনা আশা। আরে কামনা যে বড় পড়া ছেটি পকা দিলে না, কামনা যে বড় পড়া ছেটি পকা, কামনা যে বড় পড়া ছেটি পকা দিলে না, কামনা যে বড় উড়িলে পরম সুনা, উড়িলে পরম সুনা, আউ পাইবি আউ এড়িকি রে মন ভুলু কাহি, আউ এড়িকি রে মন ভুলু কাহি। আরে উড়ুছি কালো সঞ্চার, উড়ুছি কালো সঞ্চার, মনে নাহি আউ এড়িকি রে মন ভুলু কাহি, আউ এড়িকি রে মন ভুলু কাহি, আউ এড়িকি রে বরমড়ারে রইবি তো 17 দিন রইবি। রইলে নিরঞ্জন পাত্র আগিয়াটা আইলে থিব চাকিরি। 18 দিন যেତେବେଳେ ଭୋଗ ପୁଡ଼ିଆ ଧରି ଘରକୁ ଫେରିଲେ, ତାଙ୍କ ସ୍ତ୍ରୀ ତା ପରଦିନ ଫାଷ୍ଟ ଆୱାରରେ କହିଲେ ଯାଉନା ଡ୍ୟୁଟି କରିବାକୁ, ନା କ'ଣ ସୋଦା ଖାଇବ କି ଓ ଆଇସି। ହେ କ'ଣ ହେଲେ ଚାକିରି ପ୍ରାଇଭେଟ ଖଟିବା କହିବ, ପ୍ରାଇଭେଟଲି ଖଟି କରି ସଂସାର ଗୁଜରାଣ ମେଣ୍ଟେଇବା। କହିଲେ ନା ମୁଁ ନହେଲେ ଯାଉଛି ଓଆଇସି। କହିଲେ ତୁ ମୋ ସ୍ତ୍ରୀ ଯିବା ଦରକାର ନାହିଁ, ମୁଁ ନହେଲେ ଯିବି। ଯାଇକରି ହାତ ମଗୁନି ଅଛି କାନ୍ଦି କରି କହିଲି, କହିଲେ ଆଜ୍ଞା ମୋ ମୁଣ୍ଡ ଖରାପ ହୋଇଗଲା, ମୁଁ ଜାଣିପାରିଲିନି ପେଟ ଗୋଳମାଳ କି ମୁଣ୍ଡ ଖରାପ ହେଲା, ମୁଁ ପଳେଇଲି, ମୁଁ ଜାଣିନି 17 ଦିନ ପଳେଇଲି, ମୋର ସଂସାର ଉଠୁଯିବ ଆଜ୍ଞା, ମୁଁ ଚାକିରି ଧରିକରି କାନ୍ଦିଲା। ଯେତେବେଳେ ମୟୂରଭଞ୍ଜିଆ ଲୋକ ଟିକେ ହାଣ୍ଡିଆ ପିଅନ୍ତି, ଆମର ଯେମିତି ଆସ୍କା ଫୁଟି, ହଁ ହାଣ୍ଡିଆ ପ୍ରବଳ। ଯେତେବେଳେ କହିଲା ମୁଁ 17 ଦିନ ଆସିପାରିନି, ଓଆଇସି କହିଲା ଆରେ ତୁ ତ ସବୁବେଳେ ଆଉଛୁ, ସିଗ୍ନେଚର ପକଉଛୁ, ଇଂଲିଶରେ ପକେଇବା କଥା, ଡ୍ୟୁଟି କରୁଛୁ, ଇଏ କ'ଣ 17 ଦିନ ଗପୁଛି। ରାମ ବୋଲି ଯିଏ କନେଷ୍ଟବଳ ପାଖରେ ଥିଲେ, ଚାଲିଗଲେଣି ଅଳ୍ପ ଦିନ ତଳେ, ରାମ ବୋଲି କନେଷ୍ଟବଳ ଓଆଇସି କହିଲେ ହଇଓ ରାମ ବାବୁ, ନା ଆଜ୍ଞା,
ନାଇଁ କଣ ନୀର କଣ ହାଣ୍ଡିଆ ଫାଣ୍ଡିଆ ପିଇଛି ହଁ ନିଅ ହେଲା ତା ଘରେ ଛାଡ଼ିକି ରହିବ କୁଆଡ଼ୁ ଏରା ବେକାରୀ ଆପଣ ହାଣ୍ଡିଆ ପିଇକି ଯାଉଛନ୍ତି ଝିଅ ତ ତା ସ୍ତ୍ରୀ ପାଖରେ ଛାଡ଼ିକି ଯାଉଛି ସେ ରାମ ଉଠେଇଲା କହିଲେ ଭାଇ ଚାଲ ହଁ ଅಯ್ୟ ତମେ ତ ସବୁବେଳେ ଆଉଛ ଡ୍ୟୁଟି କରୁଛ କଣ 17 ଦିନ ଆସିନ ବୋଲି ଗପୁଛ ସରକାରଙ୍କ ଆଗରେ ହଁ ବଡ଼ ବାବୁ ଆଗରେ କଣ ଗପୁଛ କହିଲେ ନାଇଁ କଣ ତାକୁ ଟଣା ଉଠା କରି ନେଲେ ତା ସ୍ତ୍ରୀ ପାଖରେ କହିଲେ ହେଇ ଦେଖ ତମ ସ୍ୱାମୀ ଗପୁଛନ୍ତି ସ୍ତ୍ରୀ ଶୁଣି ଆଶ୍ଚର୍ଯ୍ୟ ଆରେ ମୋ ସ୍ୱାମୀ 17 ଦିନ ହେଲା ଆବସେଣ୍ଟ ଥିଲେ 18 ଦିନ ଆଜି ବରମଳାରୁ ଆଇଲେ ପହଞ୍ଚିଲେ ଭୋଗ ପୁଡ଼ିଆ ନେଇ ଆଉ ଇଏ କଣ କହୁଛନ୍ତି କହିଲେ ନାଇଁ ଆଜ୍ଞା ମୋ ସ୍ୱାମୀ 17 ଦିନ ହେଲା ନଥିଲେ ଯାଇଥିଲେ କହିଲେ ଭାଉଜ ତମେ ବି ହାଣ୍ଡିଆ ପ୍ରାକ୍ଟିସ କଲଣି ଇରେ ବାପା ତମ ଗିରସ୍ତ ସ୍ତ୍ରୀ ଭିତରେ ଆମେ ବସି ଆଇ ବୁଲୁ ତମେ ବୁଝାବୁଝି ହୁଅ କି ବୁଝାବୁଝି ହୁଅ ସିଆଡ଼େ ବଡ଼ ଆମକୁ ଗାଳି କରିକି ପଳେଇଲା ଇଏ ଦି ଜଣ କହିଲେ ଏ କଥା କଣ ମୁଁ ତ 17 ଦିନ ଯାଇନି ମୋର ଇଂଲିଶ ଏକ୍ଜାକ୍ଟ ସିଗ୍ନେଚର ଟିକେ ବି ଡିଫରେନ୍ସ ନାହିଁ କହିଲେ ସେଠୁ ନା ଫେରେ ମୁଁ ଡ୍ୟୁଟି କରୁଥିଲି କହୁଛନ୍ତି ଏ କି କଥା ମତେ ବୁଝା ପଡୁନି କିଛି କହିଲେ ଆପଣ ଠାକୁର ଆଇକିରି କଲେ କହିଲେ ହେ କୁଣ୍ଡି ସବୁ ଆମେ ଏଡ଼େ ଭକ ଦିଆ ହେଇଗଲାଣି ନା ଠାକୁର ଆଇଗଲେ କୋଉଠି ଖରାପ ଲାଗୁନି ପାଟିରେ କହିବାକୁ କହିଲେ ଆଉ କଣ ହେଲା କହିଲା କଣ କେଜାଣି ଜାତୁକା ଛୁଏଲା ମୁଁ ତ ବୁଝା ପଡୁନି ଫେରେ ବୈଶାଖରେ ଯେତେବେଳେ ଚନ୍ଦନକୁ ଗଲେ ଠାକୁର ବସି ହରି କଥା କେତେ ଜଣ କହୁଛନ୍ତି ନିରଞ୍ଜନ ତା ସ୍ତ୍ରୀ ଯେତେବେଳେ ପହଞ୍ଚିଲେ ଠାକୁର ଡାକିଲେ କଣ ନିରଞ୍ଜନ